ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ବରେଣ୍ୟ ସଭାପତି, ପୂଜ୍ୟ ଗୁରୁଜୀବୃନ୍ଦ, ସମ୍ମାନନୀୟ ଅତିଥିବୃନ୍ଦ ଏବଂ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ମହାନ ଭାରତବର୍ଷ ଗର୍ବ ଗୌରବର ସ୍ମାରକୀ ପବିତ୍ର ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ମୁଁ କିଛି କହିବାକୁ ଯାଉଛି। ଶତାବ୍ଦୀର ଅନ୍ଧକାରକୁ ଛିନ୍ନ କରି କେତେ ବିପ୍ଳବ ବିଦ୍ରୋହ, କେତେ ଘାତ ପ୍ରତିଘାତ, କେତେ ସଂଘର୍ଷ ସଂଘାତ, କେତେ ଲୁହ ଲହୁର ବିନିମୟରେ, କେତେ ଉତ୍ସର୍ଗୀକୃତ ଜୀବନର ତ୍ୟାଗରେ, କେତେ ଦେଶ ପ୍ରେମୀର ଆତ୍ମ ବଳିଦାନରେ ମହାନ ଭାରତବର୍ଷରେ ସ୍ୱାଧୀନତାର ଶଙ୍ଖଧ୍ୱନି ନିନାଦିତ ହେଲା। 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସମଗ୍ର ଭାରତବାସୀ ସ୍ୱାଧୀନତାର ପହିଲି ସୂର୍ଯ୍ୟ ଦେଖିଲେ। ସତ, ମାତ୍ର ସମ୍ବିଧାନ ପ୍ରଣୟନ କରାଯାଇ ନଥିଲା କିମ୍ବା ଇଂରେଜମାନଙ୍କ ଶାସନାଧୀନରୁ ଆମ୍ଭେମାନେ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିଲୁ। ଫଳରେ ପ୍ରସ୍ତୁତ ହେଲା ଏକ ଶାସନ ଖସଡ଼ା ବା ଭାରତ ଶାସନର ନିୟମାବଳୀ। ଏହା ହିଁ ହେଲା ଭାରତବର୍ଷର ସମ୍ବିଧାନ। ଏହି ସମ୍ବିଧାନ 1950 ମସିହା ଜାନୁଆରୀ ମାସ 26 ତାରିଖ ଠାରୁ ଦେଶରେ କାର୍ଯ୍ୟକାରୀ ହେଲା। ସେହି ଦିନଠାରୁ ସାରା ବିଶ୍ୱ ଆଗରେ ଭାରତବର୍ଷ ଏକ ସ୍ୱାଧୀନ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେଲା। ଏଣୁ ସ୍ୱାଧୀନତା ଦିବସ ପରି ଏହି ଜାନୁଆରୀ 26 ତାରିଖଟି ଭାରତ ଇତିହାସରେ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ରୂପେ ଅତ୍ୟନ୍ତ ସ୍ମରଣୀୟ ଅଟେ। ଆଧୁନିକ ଯୁଗରେ ଏହି ଗଣତାନ୍ତ୍ରିକ ଶାସନ ପଦ୍ଧତି ହେଉଛି ସର୍ବଜନାଦୃତ, ଉଚ୍ଚ ପ୍ରଶଂସିତ ଓ ସର୍ବୋପରି ଶାନ୍ତି ମୁକ୍ତି ପ୍ରତିଶ୍ରୁତିବଦ୍ଧ। ବିଶିଷ୍ଟ ଜନନାୟକ ଆବ୍ରାହମ ଲିଙ୍କନଙ୍କ ମତରେ ଡେମୋକ୍ରାସି ଇଜ୍ ଏ ସର୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ହୁଇଚ୍ ଇଜ୍ ଅଫ୍ ଦ ପିପୁଲ, ବାଇ ଦ ପିପୁଲ ଏଣ୍ଡ ଫର୍ ଦ ପିପୁଲ। ଅର୍ଥାତ୍ ଗଣତନ୍ତ୍ର ଶାସନ ହେଉଛି ଲୋକମାନଙ୍କର ଶାସନ ଓ ଲୋକମାନଙ୍କ ପାଇଁ ଶାସନ ଓ ଲୋକମାନଙ୍କର ଶାସନ। ବିରାଟ ଭାରତବର୍ଷରେ କେତେ ଜାତି, ଧର୍ମ ଓ ବର୍ଣ୍ଣର ଲୋକେ ବାସ କରନ୍ତି। 28ଟି ରାଜ୍ୟ, 7ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଭାରତବର୍ଷ ଗଠିତ ହୋଇଛି। ଭୌଗୋଳିକ ପରିବେଶ ଓ ପରିସ୍ଥିତି ଦୃଷ୍ଟିରୁ ଖାଦ୍ୟପେୟ, ଚଳଣି, ବାସଗୃହ ଓ ଭାଷା ନିଶ୍ଚିତ ଭାବରେ ଅଲଗା ଅଲଗା ଅଟେ। ପୁଣି ଧନୀ ଗରିବ, ଉଚ୍ଚ ନୀଚ, ମୂର୍ଖ ପଣ୍ଡିତ, ଅନ୍ଧ ମୂକ ବଧିର ଅଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା, ମହାନ ଭାରତବର୍ଷର ସମ୍ବିଧାନ ସମସ୍ତ ଭାରତୀୟଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ସମସ୍ତେ ଶାନ୍ତି, ମୁକ୍ତି, ପ୍ରଗତିର ତିନି ରଙ୍ଗିଆ ପତାକା ତଳେ ଥାଇ
ନିଜକୁ ଭାରତୀୟ ବୋଲି ଗର୍ବ କରି ଗାଆନ୍ତି। ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତାଁ ହମାରା। କୋଟି କୋଟି ଭାରତୀୟଙ୍କ ପାଇଁ ଏହି ସମ୍ବିଧାନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ଦେଇଛି। ସ୍ୱାଧୀନ ଚିନ୍ତା, ସ୍ୱାଧୀନ ମତ ପ୍ରକାଶ, ଧର୍ମ, ବିଶ୍ୱାସ ଓ ଉପାସନା ପାଇଁ ସମାନ ଅଧିକାର ଦେଇଛି। ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦେଇଛି। ପ୍ରତ୍ୟେକ ବ୍ୟକ୍ତିର ମର୍ଯ୍ୟାଦା ରକ୍ଷା କରିବା ସହିତ ରାଷ୍ଟ୍ରୀୟ ସଂହତି ଓ ମୈତ୍ରୀ ଭାବ ପ୍ରତିଷ୍ଠା କରିଛି। ସମସ୍ତଙ୍କୁ ବଞ୍ଚି ରଖିବାର ମୌଳିକ ଅଧିକାର ଦେଇଛି। ଏଥିରେ 395ଟି ଧାରା, 9ଟି ପରିଶିଷ୍ଟ ବିଭାଗ ହୋଇ 22 ଭାଗରେ ବିଭକ୍ତ କରାଯାଇଛି। ଏହି ସମ୍ବିଧାନ ସମଗ୍ର ପୃଥିବୀରେ ଶ୍ରେଷ୍ଠ, ବୃହତ୍ ଓ ଅଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି। ଭାରତବର୍ଷର 110 କୋଟି ମଣିଷଙ୍କ ବଞ୍ଚି ରହିବାର ରାହା ଯୋଗାଉଛି। ଆଜି ହେଉଛି 77ତମ ସାଧାରଣତନ୍ତ୍ର ଦିବସ। ମହାମାନବ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଭାରତବର୍ଷ ଆଜି ହତ୍ୟା, ଲୁଣ୍ଠନ, ଗଣଧର୍ଷଣ, ଶଠତା, ପ୍ରବଞ୍ଚନାରେ ପୂରି ରହିଛି। ଏଠି ଅର୍ଥନୈତିକ ବୈଷମ୍ୟ, ଯୌତୁକ ନିର୍ଯାତନା, ନିରକ୍ଷରତା ମୁଣ୍ଡ ଟେକିଛି। ସଭ୍ୟତା ସଂସ୍କୃତି ବିପର୍ଯ୍ୟସ୍ତ। ଭାରତ ମାତା ନୟନରୁ ଝରି ପଡ଼ୁଛି ଦୁଃଖ, ବେଦନା, ଜ୍ୱାଳା, ଯନ୍ତ୍ରଣାର ଲୋତକ ରାଶି। ଆଜିର ଶୁଭ ଲଗ୍ନରେ ଆସନ୍ତୁ ଏ ଦେଶର ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ସେବା, ତ୍ୟାଗ, ସାହସିକତା, ଉଦାରତା ଓ ଉଚ୍ଚ ମାନସିକତା ନେଇ ସମସ୍ତ ପ୍ରକାର କାର୍ଯ୍ୟ ନିଷ୍ଠା ସହ କରିବୁ। ମହାନ ଭାରତବର୍ଷର ସମ୍ବିଧାନ ଓ ଜାତୀୟ ପତାକାକୁ ସମ୍ମାନ ଦେବୁ।